ଗତକାଲି ତମ ସହିତ ଯାହା ବି ଖରାପ ହେଇଛି, ଯାହା ବି କିଛି ଭୁଲ ହେଇଛି, ସେ ସବୁକୁ ଭୁଲି ଆଜି କେମିତି ଆମେ ଗୋଟେ ନୂତନ ସକାଳ ଆରମ୍ଭ କରିପାରିବା ସେ ବିଷୟରେ ସର୍ବଦା ପ୍ରୟାସ କରିବା ଉଚିତ। କାହିଁକି ନା ଦିନର ଆରମ୍ଭ ହିଁ ଆମକୁ ଜଣାଇ ଦେଇଥାଏ ଯେ ଆମର ପୁରା ଦିନଟି କେମିତି କଟିବ ଆଉ ଆମେ ଆମର ଲକ୍ଷ୍ୟ ପଥକୁ କେମିତି ଆଗେଇକି ଯାଇପାରିବା। ନମସ୍କାର, ଜୟ ଜଗନ୍ନାଥ। ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ସ୍ୱାଗତ। ଆଶା କରୁଛି ଆପଣମାନେ ଭଲରେ ଥିବେ। ମୁଁ ଜଣେ ହାଉସୱାଇଫ୍, ଜଣେ ମଦର। ଏବେ ମୁଁ OSSC CGL ପାଇଁ ପ୍ରିପାରେସନ୍ କରୁଛି। ଯଦି ଆପଣମାନେ ମୋ ସହିତ ପ୍ରିପେୟାର ହେବା ପାଇଁ ଚାହୁଁଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ତଳେ ଟେଲିଗ୍ରାମ ଚ୍ୟାନେଲରେ ଯୋଡ଼ି ହେଇଯାଆନ୍ତୁ। କେବଳ OSSC CGL ନୁହେଁ, ଯେକୌଣସି ଗଭର୍ଣ୍ଣମେଣ୍ଟ ଏକ୍ଜାମର ପ୍ରିପାରେସନ୍ ପାଇଁ ଆପଣମାନେ ମୋ ସହିତ କନେକ୍ଟ ହେଇକି ରୁହନ୍ତୁ। ଯଦି ଆପଣମାନେ ମୋର ପୁରୁଣା ସବସ୍କ୍ରାଇବର ହେଇଥିବେ ତାହେଲେ ଜାଣିଥିବେ ଯେ ମୁଁ ଆଗରୁ ମାନେ ହାଇସ୍କୁଲ ଟିଚର ପାଇଁ ପ୍ରିପାରେସନ୍ କରୁଥିଲି ଆଉ ଏବେ ମଧ୍ୟ କରୁଛି। ମୋର ମେନ୍ ଗୋଲ୍ ହେଉଛି ମାନେ ହାଇସ୍କୁଲ ଟିଚର ବା TGT ପାଇଁ। କିନ୍ତୁ ଯେହେତୁ ଏବେ ଗୋଟେ ବର୍ଷ ହେବ କୌଣସି ଭ୍ୟାକେନ୍ସି ଆସିନି ଆଉ ମୋର ଏଜ୍ ଏବେ 30, ତ ମୁଁ ଆଉ ଚାହୁଁନି କୌଣସି ବି ଅପରଚ୍ୟୁନିଟିକୁ ହାତଛଡ଼ା କରିବା ପାଇଁ। ସେଥିପାଇଁ ମୁଁ ଏବେ ଯେଉଁ SSC CGL ଭ୍ୟାକେନ୍ସି ବାହାରିଥିଲା ସେଥିରେ ମୁଁ ଆପ୍ଲାଏ କରିଛି। କମେଣ୍ଟରେ ଜଣାଇବେ ଯେ ଆପଣମାନେ ମଧ୍ୟ ଆପ୍ଲାଏ କରିଛନ୍ତି କି ନାହିଁ। ତ ବେଶୀ ଡେରି ନକରି ଚାଲନ୍ତୁ ଟିକେ ଷ୍ଟ୍ରାଟେଜି ବିଷୟରେ କହିଦେବି। ଯେମିତିକି ଆପଣମାନେ ଜାଣିଛନ୍ତି ଯେ ଏଥିରେ କେବଳ ମ୍ୟାଥ୍, DI, କମ୍ପ୍ୟୁଟର, କରେଣ୍ଟ ଆଫେୟାର ଏବଂ ଓଡ଼ିଶା ଜିକେ ରିଜନିଂ ଏଇ 6ଟି ମାନେ ସବଜେକ୍ଟ ଆସିବ। ତ ଫାର୍ଷ୍ଟ ମୁଁ ଷ୍ଟାର୍ଟ କରିଛି ମ୍ୟାଥ୍ରୁ, କାହିଁକିନା ମ୍ୟାଥ୍ ମୋର ଫେଭରେଟ୍ ଟପିକ୍ ବା ଫେଭରେଟ୍ ସବଜେକ୍ଟ। ଆଉ ସେଥିପାଇଁ ମୁଁ ଏବେ ଷ୍ଟାର୍ଟ କରିଛି ପରସେଣ୍ଟେଜକୁ ଯଦି ଆପଣମାନେ ଭଲରେ କଭର କରିଦେବେ ନା ତାହେଲେ ଜାଣିଥିବେ ଯେ ଆପଣମାନେ ଡାଟା ଇଣ୍ଟରପ୍ରିଟେସନ୍ ବା DIକୁ ମାନେ ଅଧା ଆପଣଙ୍କ ଅକ୍ତିଆରକୁ ନେଇଗଲେ ବୋଲି। ତେଣୁ ଏବେ ମୁଁ ଷ୍ଟାର୍ଟ କରିଛି ପରସେଣ୍ଟେଜ। ତାପରେ ମୁଁ ପରସେଣ୍ଟେଜ ଯେତେବେଳେ କଭର ହେଇଯିବ ମୁଁ ସାଇମଲ୍ଟେନିୟସଲି ଗୋଟେ ପଟେ DI ପ୍ରାକ୍ଟିସ୍ କରି ଯିବି, କାହିଁକିନା ସେଇଟା ଇଜି ହେଇଥାଏ ବଟ୍ ଟାଇମ୍ ଟେକିଂ, ସେଥିପାଇଁ ହେଭି ପ୍ରାକ୍ଟିସ୍ ଦରକାର। ଆଉ ବାକି ଏପଟେ ବାକି ସବୁକୁ କଭର କରି ଯିବି। ଦେଖନ୍ତୁ, ଓଡ଼ିଶା ଜିକେ ହେଉ କିମ୍ବା କମ୍ପ୍ୟୁଟର ହେଉ କିମ୍ବା କରେଣ୍ଟ ଆଫେୟାର୍ସ ହେଉ, ବିଶେଷ କରି କରେଣ୍ଟ ଆଫେୟାର୍ସ ଆଉ ଜିକେଟା ମୋତେ ଟିକେ ଭାଷ୍ଟ ଲାଗୁଛି। ତେଣୁ ମୁଁ ମୋର ଯେଉଁ ଷ୍ଟ୍ରଙ୍ଗ ପଏଣ୍ଟ ରହିଛି ତାକୁ ଅଧିକ ଫୋକସ୍ କରିବି, ଯେମିତିକି ମ୍ୟାଥ୍, ରିଜନିଂ ଆଉ କମ୍ପ୍ୟୁଟରକୁ। ତାପରେ ବାକି ତିନୋଟିକୁ ମାନେ ମୁଁ ସାଇମଲ୍ଟେନିୟସଲି ଦେଖି ଯିବି। ଆପଣମାନେ ଆପଣଙ୍କର କମ୍ଫର୍ଟ ହିସାବରେ ପଢ଼ିପାରିବେ। ଅନେକ ଜଣ ଭଉଣୀ ମୋତେ କମେଣ୍ଟ କରିଥିଲେ, ଦିଦି ଆପଣ ମ୍ୟାଥ୍ ପାଇଁ କେଉଁଠୁ ପ୍ରିପେୟାର ହେଉଛନ୍ତି। ଦେଖନ୍ତୁ, ମୁଁ ଗୋଟେ ପର୍ଟିକୁଲାର ଚ୍ୟାନେଲକୁ ଫଲୋ କରୁନାହିଁ। ଯଦି ଆପଣ ଗୋଟେ ପର୍ଟିକୁଲାର ସବଜେକ୍ଟ ଫାର୍ଷ୍ଟ ଚୁଜ୍ କରିଦେବେ, ରେସିଓ ପ୍ରପୋର୍ସନ୍ ହେଉ, ନମ୍ବର ସିଷ୍ଟମ୍ ହେଉ କିମ୍ବା ପରସେଣ୍ଟେଜ ହେଉ କିମ୍ବା ସିମ୍ପଲ୍ କମ୍ପାଉଣ୍ଡ ଇଣ୍ଟରେଷ୍ଟ ହେଉ, ତ ତାପରେ ଆପଣ ତାକୁ ସବ୍ ଟପିକ୍ ୱାଇଜ୍ ଡିଭାଇଡ଼ କରିବେ। ଯେମିତିକି ମୁଁ ପରସେଣ୍ଟେଜ ଏବେ ଷ୍ଟାର୍ଟ କରିଛି, ସେଥିରେ ଅଛି ଡେସିମାଲ୍ ଟୁ ଫ୍ରାକ୍ସନ୍, ଫ୍ରାକ୍ସନ୍ ଟୁ ଡେସିମାଲ୍, ଫ୍ରାକ୍ସନ୍ ଟୁ ପରସେଣ୍ଟେଜ, ପରସେଣ୍ଟେଜ ଟୁ ଫ୍ରାକ୍ସନ୍। ତ ଏସବୁକୁ ମୁଁ ହେଭି ପ୍ରାକ୍ଟିସ୍ କରୁଛି। ଏଇଠି ଆପଣମାନେ ଦେଖିପାରୁଥିବେ ଯେ ଘର କାମ ସହିତ ମୁଁ ଝିଅକୁ ମଧ୍ୟ ମୋ ପାଖରେ ବସିକି ପଢ଼ାଏ। ସେ ପାଠ ଜାଣୁ କିମ୍ବା ନ ଜାଣୁ, ଏଟଲିଷ୍ଟ ସେ ଏତିକି ଜାଣୁ ଯେ ମାମା ପଢ଼ୁଛି ବା ଏଇଟା ଗୋଟେ ରେସ୍ପନ୍ସିବିଲିଟି ତା ପ୍ରତି ଆଉ ତା'ର ମାମା ପ୍ରତି ବୋଲି। ତ ଆପଣମାନେ ଫାର୍ଷ୍ଟ ସବ୍ ଟପିକ୍ଟାକୁ ଚୁଜ୍ କରିଦେବେ। ତାପରେ ମୁଁ କ'ଣ କରେ ନା ତାକୁ ୟୁଟ୍ୟୁବରେ ସର୍ଚ୍ଚ ମାରେ। ୟୁଟ୍ୟୁବରେ ସର୍ଚ୍ଚ ମାରିଲା ପରେ ମୋତେ ଯେଉଁ ସାର୍ଙ୍କର ଯେଉଁଟା ଭଲ ଲାଗେ ମୁଁ ସେଇଠୁ ତାକୁ ଉଠାଏ। ଏଇଠି ମୋ ପାଖରେ ଗୋଟେ ASର ବୁକ୍ ଥିଲା, ଯେଉଁଟାକି ମୁଁ ଜଣଙ୍କ ପାଖରୁ ମାନେ ମୋ ଯାଆଙ୍କ ପାଖରୁ ଆଣିଥିଲି। ଆଉ ସେଇଥିରେ ମୁଁ ଦେଖୁଥିଲି ଯେ ମୁଁ ସେଇଥିରେ କେତେଟା ମ୍ୟାଥ୍ ଆଟେଣ୍ଡ କରିପାରୁଛି। ସେଥିରେ ସବୁ ସର୍ଟ ଟ୍ରିକ୍ସ ଫର୍ମୁଲା ଦେଇଛି, ଡାଇରେକ୍ଟ ଫର୍ମୁଲା, କିନ୍ତୁ ତା ପାଇଁ ଆମକୁ ବହୁତ ପ୍ରାକ୍ଟିସ୍ କରିବା ପାଇଁ ପଡ଼ିବ। କିନ୍ତୁ ମୋତେ ଖୁସି ଲାଗୁଥିଲା ଯେତେବେଳେ ମୁଁ ଟିକେ ଯେଉଁଟା ପାରୁଥିଲି ସେତେବେଳେ ମୁଁ ଆରାମସେ ତାକୁ ମାନେ ଆଟେମ୍ପ୍ଟ କରିପାରୁଥିଲି। ଆଉ ମୁଁ ତାକୁ ଓଡ଼ିଆରେ ମାନେ ମୁଁ ଯେମିତି ମୁଁ ବୁଝିପାରିବି, ଆପଣମାନେ ଦେଖନ୍ତୁ ମୁଁ ଠିକ୍ ସେମିତି ହିଁ ଲେଖିଦେଉଛି। ଯଦି ଆପଣମାନେ କହିବେ ତ କେତେବେଳେ ହେଉ ମୁଁ ଆପଣମାନଙ୍କ ସହିତ ଗୋଟେ ଭିଡ଼ିଓରେ ସେୟାର କରିଦେବି ଏସବୁ ଫର୍ମୁଲାକୁ। ବେଶୀ କିଛି କଷ୍ଟ ନାହିଁ ମ୍ୟାଥ୍, ବା ଏତେ ହାଇ ଲେବୁଲରେ ଆସିବନି। ବାସ୍ ଆମକୁ ଟିକେ ପ୍ରାକ୍ଟିସ୍ ଦରକାର। ଆଉ ପ୍ରାକ୍ଟିସ୍ ଫଳରେ ଆମର ଏକୁରେସି ଆଉ ସ୍ପିଡ଼ ଦୁଇଟା ଯାକ ମେଣ୍ଟେନ୍ ହେବା ଦରକାର। କାହିଁକିନା ମ୍ୟାଥ୍ ଆଉ DI ଯେଉଁ ରହିଛି ପ୍ରିଲିମ୍ ପାଇଁ, ଏଇ ଦୁଇଟା ବହୁତ ଇମ୍ପୋର୍ଟାଣ୍ଟ, ବହୁତ ଟାଇମ୍ ଟେକିଂ, ଆଉ ଏଇଥିରୁ ହିଁ ମାର୍କ ଆମେ ଫେଚ୍ କରିପାରିବା। ତାପରେ ଆସିଲା ଯେ ଆପଣ ଯେତେବେଳେ ତାକୁ ସେସବୁ ଲେଖିଦେଲେ, ଆପଣ ନିଜ ହିସାବରେ ନୋଟ୍ ବନେଇବା ପାଇଁ ଆଉ ଟାଇମ୍ ନାହିଁ, ପ୍ରାକ୍ଟିସ୍ ହିଁ କରନ୍ତୁ। କିନ୍ତୁ ମୁଁ ଆଉ କ'ଣ କରିବି, ଯେହେତୁ ମୋ ପାଖରେ ବିଲକୁଲ ବି କିଛି ମ୍ୟାଥ୍ରେ ଏମିତି ନୋଟ୍ସ ବଗେରା ନଥିଲା, LTR ପ୍ରିଲିମ୍ ବେଳେ ଯାହା ପଢ଼ିଥିଲି, ସେଥିପାଇଁ ମୁଁ ଏଠି ଟିକେ ନୋଟ୍ ବନେଇ ଦେଉଛି। ଆଉ ନେକ୍ସଟ ମୁଁ ଭାବିଛି ଯେ ଏଇଟା ଯେହେତୁ ଗୋଟେ କାଲକୁଲେଟିଭ୍ ମାନେ ଗୋଟେ ଚାପ୍ଟର ମୁଁ ଡେଲି ପଢ଼ୁଛି, ସବଜେକ୍ଟ ଗୋଟେ ପଢ଼ୁଛି, ତା ସହିତ ମୁଁ ଗୋଟେ ମାନେ ଥିଓରିଟିକାଲ୍ ସବଜେକ୍ଟ ଯେମିତିକି କରେଣ୍ଟ ଆଫେୟାର ହେଇଗଲା କିମ୍ବା ଜିକେ ହେଇଗଲା ତାକୁ ଷ୍ଟାର୍ଟ କରିବି। ଆଉ ଏପର୍ଯ୍ୟନ୍ତ ମୁଁ ଡିସାଇଡ଼୍ କରିନି ସେଇଟା କେଉଁଠୁ ପଢ଼ିବି। ଯେତେବେଳେ ମୁଁ ପଢ଼ିବି, ଯେଉଁ ଚ୍ୟାନେଲକୁ ଫଲୋ କରୁଛି ନିଶ୍ଚୟ ଆପଣମାନଙ୍କ ସହିତ ସେୟାର କରିବି। ଏଇ ଯେଉଁ ବ୍ଲଗ୍ଟା ଆପଣମାନେ ଦେଖୁଛନ୍ତି ଏଇଟା ହେଉଛି ଚନ୍ଦ୍ରଗ୍ରହଣ ପୂର୍ବ ଦିନର ବ୍ଲଗ୍। ଆଉ ମୋତେ ରାତିରେ ସବୁ କାମ ସାରିକି ଶୋଇବାର ଥିଲା, କାହିଁକିନା ମୁଁ
ତା ଆଗ ଦିନ ପରଦିନ ମୋତେ ରାତି 4 3:30 ଉଠିକି ଦିନ ଯାକ ସମସ୍ତଙ୍କ ପାଇଁ ରୁଟି ମାନେ ସବୁକିଛି ବନେଇବାର ଥିଲା। ଯେମିତିକି ଝିଅର 3 ଓଳିର ଖାଇବା, ଘରେ ସମସ୍ତଙ୍କ ପାଇଁ ପରଟା କିଏ ଖାଇବ, ରୁଟି କିଏ ଖାଇବ, କିଏ ସନ୍ତୁଳା ଦେଇକି ରୁଟି ଖାଇବ, କିଏ ମଟର ତରକାରୀ ଦେଇକି ରୁଟି ଖାଇବ। ତ ଏସବୁ କରୁ କରୁ ବହୁତ ମାନେ ମୁଣ୍ଡରେ ଗୋଟେ ହେଡ଼େକ୍ ଥିଲା ଯେ କେତେବେଳେ ସରିବ, କାହିଁକିନା ଆମେ ତ କେବଳ ଏବେ ଜଣେ ଆସ୍ପିରାଣ୍ଟ ନୁହଁ, ଆମକୁ ଆମର ଫ୍ୟାମିଲି ଆମର ଦାୟିତ୍ୱ ମଧ୍ୟ ମେଣ୍ଟେନ୍ କରିବା ପାଇଁ ପଡ଼ିବ। କିନ୍ତୁ ତା ଭିତରେ ମୁଁ ଭାବିଲି ଯେ ଯଦି ଆଜି ଘରେ କିଛି ଫଙ୍କସନ୍ ଥାନ୍ତା ତାହେଲେ କ'ଣ ମୁଁ ଶୋଇପଡ଼ିଥାନ୍ତି କି? ନାଇଁ ନା, ମୁଁ ତ ସେ ରାତି 1 2ଟା ପର୍ଯ୍ୟନ୍ତ ଅନେଇଥାନ୍ତି। ସେଇଟା ଭାବିକି ମୁଁ ଆସିଲି ପଢ଼ିବା ପାଇଁ ରାତି 11ଟା ଆଗରୁ। ମୋତେ ବିଲକୁଲ ବି ଟାଇମ୍ ମିଳେନି ପଢ଼ିବା ପାଇଁ। ଦିନ ଯାକ ଏତେ କାମ ବି ରହୁଛି ଯେ ମୁଁ ଯଦି ରାତିରେ ଟିକେ ଲେଟ୍ ଯାଏଁ ପଢ଼ି ଦେଉଛି ମୋ ଦେହ ବି ବହୁତ ଖରାପ ଅଛି। ଏବେ କ'ଣ ଆଉ ଆପଣମାନଙ୍କ ସହିତ ସେୟାର କରିବି, କେବଳ ମୁଁ ମୋର ପଜିଟିଭ୍ ମାନେ ଭିୟୁଟାକୁ ଆପଣମାନଙ୍କ ସହିତ ସେୟାର କରିବା ପାଇଁ ଚାହୁଁଛି। ଆଉ ଯାହା ବି ହେଉ ମୋତେ ପଢ଼ିବାର ଅଛି, ଆଗକୁ ବଢ଼ିବାର ଅଛି। ଯେଉଁ ସିଚୁଏସନ୍ରେ ମୁଁ ଏବେ ଅଛି, ମୋର ଯେଉଁ ଟ୍ୟାଲେଣ୍ଟ ବା ମୋର ଯେଉଁ ପାଠ, ଏଇଟା ହିଁ ମୋତେ ଗୋଟେ ଜିନିଷ ଯାହାକି ମୋତେ ଏଇ ସିଚୁଏସନ୍ରୁ ବାହାର କରିପାରିବ। କେବଳ ଏଇଟା ମୋ କ୍ଷେତ୍ରରେ ନୁହେଁ, ମୁଁ ସମସ୍ତଙ୍କୁ କହୁଛି ଯେ ଆଜି ଆପଣ ଯେଉଁ ବି ସିଚୁଏସନ୍ରେ ଥାଆନ୍ତୁ ନା କାହିଁକି, କେବଳ ଜବ୍ ନୁହେଁ, ଆପଣଙ୍କର ଯାହା ବି ଟ୍ୟାଲେଣ୍ଟ ଅଛି, ଯାହା ବି ଆପଣମାନଙ୍କ ପାଖରେ କ୍ୟାଲିବରିଟି ଅଛି, ତାକୁ ୟୁଜ୍ କରନ୍ତୁ ଆଉ ସେ ସିଚୁଏସନ୍ରୁ ବାହାରନ୍ତୁ। ଜରୁରୀ ଏଇଟା ନୁହେଁ ଯେ ଆପଣ କେବଳ ଜବ୍ କଲେ ହିଁ ଆଗକୁ ବଢ଼ିପାରିବେ ବା ଆପଣଙ୍କୁ ସମସ୍ତେ ରେସ୍ପେକ୍ଟ ଦେବେ। ସେଲ୍ଫ ଡିପେଣ୍ଡେଣ୍ଟ ହେବା ଶିଖନ୍ତୁ, କାହିଁକିନା ଯେଉଁଦିନ ଆପଣ ନା କହିବା ଶିଖିବେ, ଯେଉଁଦିନ ସେଲ୍ଫ ଡିପେଣ୍ଡ ହେବା ଶିଖିବେ, ଦେଖିବେ ସେଇଦିନ ଇଚ୍ଛା ଥାଉ କିମ୍ବା ନଥାଉ ସାମ୍ନା ଲୋକର ଆପଣଙ୍କ ପ୍ରତି ରେସ୍ପେକ୍ଟ ନିଶ୍ଚିତ ଭାବରେ ବଢ଼ିଯିବ। ଦେଖିପାରୁଥିବେ ଏଇଟା ହେଉଛି ଗ୍ରହଣ ଆଗ ଦିନର ଭିଡ଼ିଓ। ରାତି 2ଟା ବାଜିବା ପାଇଁ ଆସିଲାଣି। ତ ମୋତେ ଲାଗିଲା କି ନା ଏବେ ମୋତେ ମାନେ ଯାଇକି ରେଷ୍ଟ ନେବାର ଅଛି, କାହିଁକିନା ପୁଣି ସକାଳୁ ଉଠି ଏକୁଟିଆ ହିଁ ମୋତେ ସବୁକିଛି କରିବାର ଅଛି। ଘର ସଫାସଫି, ଝାଡ଼ୁ, ଠାକୁରଙ୍କ ପୂଜା, ରୋଷେଇ ବାସ, ତା ସହିତ 3 ଓଳିର ଖାଇବା, ଗରମ ପାଣି ଇତ୍ୟାଦି। ପୁଣି ଦେଖା ହେବ ଆଉ ଏକ ବ୍ଲଗ୍ରେ।